ସାଙ୍ଗମାନେ ମୋ ନାଁ ହେଉଛି ଅମର। ମୁଁ ଦେଖିବାକୁ ଗୋରା ଆଉ ହାଇଟ୍ 5 ଫୁଟ 5 ଇଞ୍ଚ। ବହୁତ ଦିନ ପରେ କଲେଜରେ ସମସ୍ତେ ଦେଖା ହୋଇଥାଉ। ଯିଏ ଯାହା କାର୍ଯ୍ୟବ୍ୟସ୍ତତାକୁ ଟିକିଏ ସମୟ ବାହାର କରି କଲେଜ ଫଙ୍କସନରେ ଯୋଗ ଦେଇଥାନ୍ତି। ଆଉ ମୋର କଲେଜ ବେଳର ସବୁଠୁ ବହୁତ କ୍ଲୋଜ୍ ସାଙ୍ଗ ସୀମା, ସେ ବି ଆସିଥାଏ। ସେ ମୋ ସହ ବହୁତ କ୍ଲୋଜ୍, କିନ୍ତୁ ଦୁଃଖ ରହିଯାଇଥିଲା କି ମୁଁ ତାକୁ ଟିକିଏ ଗେହି ପାରିଲିନି। ଆଜି କଲେଜ ଫଙ୍କସନରେ ଦେଖିଲା ପରେ ସେ ଧାଇଁ ଆସି ମୋତେ ହକ୍ କଲା। ଆଉ ସେତେବେଳେ ମୋ ବାଣ୍ଡ ପୁରା ଉଠିବାରେ ଲାଗିଲା। ସେ ଆଗ ଅପେକ୍ଷା ବହୁତ ସେକ୍ସି ହୋଇଯାଇଥିଲା। ଏମିତି ସବୁ ସାଙ୍ଗ ଦେଖାହେଲୁ। ତାପରେ କଲେଜ ଫଙ୍କସନ ଆରମ୍ଭ ହୋଇଗଲା। ସବୁ ବସିକି ଏନ୍ଜୟ କରିଥାଉ, କିନ୍ତୁ ମୋ ମନରେ ସୀମାକୁ ଗେହିବା ସ୍ୱପ୍ନ ଆସୁଥାଏ। ସେତେବେଳକୁ ସୀମା ବି ମୋ ପାଖରେ ବସିଥାଏ। ମୁଁ ନ ଜାଣିଲା ପରି ମୁହଁ ବାଉଳେଇ ବାଉଳେଇ ହୋଇ ସୀମାର ଦୁଧ ଆଉ ଜଙ୍ଘସନ୍ଧାକୁ ବାରମ୍ବାର ଦେଖୁଥାଏ। ମୁଁ ତା ଜଙ୍ଘସନ୍ଧାର ଭାଙ୍ଗ ଦେଖିକି ବାଣ୍ଡକୁ ଟିଙ୍ଗେଇକି ରଖିଥାଏ। କିଛି ସମୟ ଗଲା ପରେ ମୁଁ ମୋ ସିଟରୁ ଉଠିଲି। ଭାବିଲି ଯାଏ ଟିକେ ମୁଠି ମାରିକି ଆସେ, ଆଉ ସମ୍ଭାଳି ହେଉନି। ଠିକ୍ ସେତେବେଳେ ସୀମା ମୋତେ ପଚାରିଲା, କୁଆଡ଼େ ଯାଉଛୁ କି? ମୁଁ କହିଲି ନାଇଁ, ଟିକେ ୱାସରୁମ୍ ଯାଇକି ଆସୁଛି। ସେ କହିଲା ହଉ ଠିକ୍ ଅଛି ଯା। ମୁଁ ଆସି ବାଥରୁମ୍ କବାଟ ବନ୍ଦ କରି ମୋ ବାଣ୍ଡକୁ ବାହାର କରି ସେଥିରେ ଟିକେ ଛେପ ଲଗାଇ ସୀମାର କଥା ଭାବି ଭାବି ହଲାଇବା ଷ୍ଟାର୍ଟ କଲି। ଠିକ୍ ସେହି ସମୟରେ ୱାସରୁମ୍ କବାଟ ଠକ୍ ଠକ୍ ହେଲା। ମୁଁ ଜଲ୍ଦି ମୋ ବାଣ୍ଡକୁ ପ୍ୟାଣ୍ଟ ଭିତରେ ପୁରାଇ ବାହାରକୁ ଆସି ଦେଖେ ତ ବାହାରେ ସୀମା ଛିଡ଼ା ହୋଇଛି। ସେ କହିଲା, କ'ଣ କରୁଛୁ କି, ଏତେ ସମୟ ଲାଗିଲାଣି? ମୁଁ କହିଲି ନାଇଁ, କିଛି ନାହିଁ, ଯାଉଛି ବା। କିନ୍ତୁ ସେତେବେଳକୁ ପ୍ୟାଣ୍ଟ ଭିତରେ ମୋ ବାଣ୍ଡ ପୁରା ଅସମ୍ଭାଳ ହୋଇ ଟିଙ୍ଗେଇ ହେଇକି ଥାଏ। ସୀମାର ନଜର ବି ସେଠିକି ପଡ଼ିଲା। ସେ ଦେଖିକି ନ ଜାଣିଲା ଭଳି ରହି କହିଲା, ହଉ ତୁ ଜଲ୍ଦି ଆସେ, ମୁଁ ଯାଉଛି, ପାଣି ନେବା ପାଇଁ ଆସିଥିଲି ତ। ସାଙ୍ଗମାନେ ଯଦି ଏହିଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଏବେ ହିଁ ଭିଡ଼ିଓର ତଳେ ଥିବା ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରି ଭିଡ଼ିଓକୁ ଲାଇକ୍ ଗୋଟେ କରିଦିଅନ୍ତୁ, ଯାହାଫଳରେ ମୁଁ ଯେକୌଣସି ଭିଡ଼ିଓ ପୋଷ୍ଟ କରିବି ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ସେ ଗଲାବେଳେ ମୁଁ ତା ହାତକୁ ଧରିନେଲି। ସେ କହିଲା, କ'ଣ ହେଲା? ମୁଁ କହିଲି ନାଇଁ, କିଛି ନାହିଁ, ତୋତେ ଗୋଟେ କଥା କହିବାର ଥିଲା। ସେ ବି ହସିକି କହିଲା, କ'ଣ କହ। ମୁଁ ବହୁତ ସାହସ କରି ତା ହାତକୁ ଧରି ମୋ ଆଡ଼କୁ ଟାଣି ତାକୁ କୁଣ୍ଢେଇ ଧରିନେଲି। ସେ ଟିକେ ଇଆଡ଼େ ସିଆଡ଼େ ଅନେଇକି ନର୍ଭସ୍ ହେଇଗଲା। ସୀମା କହିଲା, ଏମିତି କ'ଣ ଧରୁଛୁ, କିଏ ଆସିଯିବ। ମୁଁ କହିଲି, ତୋତେ କିଛି କହିବାର ଥିଲା। ସେ କହିଲା, କହ। ମୁଁ କହିଲି, ତୋତେ କଲେଜ ଟାଇମରୁ ମୁଁ ତୋତେ ଭଲ ପାଉଛି, ଆଉ ଆଜି ପର୍ଯ୍ୟନ୍ତ ମିଶା। ସେ ଏମିତି ଶୁଣି କିଛି ନ କହି ଚୁପ୍ ରହିଲା। ମୁଁ ତାକୁ ଆଉ ଟିକେ ଟାଇଟ୍ କରି ହକ୍ କରିନେଲି। ସେ କହିଲା, ମୁଁ ବି ଭଲ ପାଉଥିଲି, ବାସ୍ ତୋତେ କହିପାରୁନଥିଲି। ଏମିତି କଥା ଶୁଣି ମୁଁ ତାକୁ ଭିଡ଼ି ସିଧା ତା ଓଠରେ କିସ୍ କଲି। ତା ହାତରୁ ବୋଟଲଟା ଖସିଗଲା। କିଛି ସମୟ ପରେ ସେ କହିଲା, ଛାଡ଼ ଛାଡ଼, କିନ୍ତୁ ମୁଁ ଛାଡ଼ିଲିନି। ତାପରେ ସେ ବି ମୋତେ କୁଣ୍ଢେଇକି ଧରିକି କିସ୍ କରିବାରେ ଲାଗିଲା। ଏମିତି କିଛି ସମୟ ପରେ ମୁଁ ତା ଗାଣ୍ଡି ପିଚାକୁ ଚିପିକି ମୁଠେଇକି ଧରିକି ତାକୁ ମୋ ଆଡ଼କୁ ଟାଣିକି ତା ବିଆକୁ ମୋ ବାଣ୍ଡରେ ରଗଡ଼ିଲା ଭଳି କରିବାକୁ ଲାଗିଲି। ସୀମା ହେଲେ ଗୋଡ଼କୁ ଟେକିକି ମୋ ବାଣ୍ଡ ଉପରେ ଚଢ଼ିଲା ପରି ହେବାକୁ ଲାଗିଲା। ତାପରେ ଏମିତି ହଉ ହଉ ହାତ ଦୁଧ ଉପରକୁ ପଳାଇଲା, ଆଉ ମୁଁ ତାକୁ ଠେଲିକି କାନ୍ଥ ସାଇଡ଼କୁ ନେଇଗଲି। ଆଉ ତାର ନରମ ମାଉଁସିଆ ଦୁଧକୁ ଡାହାଣ ହାତରେ ଚିପିବାକୁ ଲାଗିଲି, ଆଉ ବାମ ହାତରେ ତା ପିଚାକୁ ଧରି ଟାଣିକି ଭିଡ଼ିକି ଧରିଲି। ହଠାତ୍ ମୁଁ ସୁଁ ସୁଁ ହେଇକି କହିଲି, ଆଇ ୱାଣ୍ଟ ଫକ୍ ୟୁ ବେବି। ସେ ବି ସେତେବେଳକୁ ପୁରା ଗରମ ହେଇକି ଗେହିବା ମୁଡ଼କୁ ଆସିଲାଣି। ସେ କହିଲା, ଆଁ ସିଓର ବେବି, ଜଲ୍ଦି କର, ଆଉ ଲେଟ୍ ନାହିଁ, କିଏ ଆସିଯିବ। ତାପରେ ମୁଁ ତାକୁ କୋଉଠି ଗେହିବି ଭାବୁଥାଏ। ଯଦି ବାହାରେ ଗେହିବି, କାଳେ କିଏ ଆସିଲେ ଦେଖିଦେବ। ସେଠି ଥିବା ଫାଷ୍ଟ ବାଥରୁମକୁ କୁଣ୍ଢେଇକି ଠେଲି ଠେଲି ନେଇଗଲି। ସବୁ ଷ୍ଟାଫ୍ ଫଙ୍କସନରେ ବିଜି ଥିଲେ। କେହି ଆସିବେନି ଭାବି ସେଠାରେ ତାକୁ ନେଇ ବସେଇଦେଲି। ତାପରେ ତା ଜିନ୍ସକୁ ଆଉ ଚଡ଼ିକୁ ଆଣ୍ଠୁ ଯାଏ ଟାଣିକି ଖସେଇ ଦେଲି। ତାପରେ ଡ୍ରେସ୍କୁ ବେକ ପର୍ଯ୍ୟନ୍ତ ଟେକି ଦେଇକି ଗୋଡ଼କୁ ଉପରକୁ କରିଦେଲି, ଆଉ ମୋ କାନ୍ଧରେ ଲାଖି ହେଇକି ସୀମା ଉପରେ ଶୋଇପଡ଼ିଲି। ମୋ ବାଣ୍ଡ ସିଧା ତା ବିଆରେ ଫିଟ୍ ହେଇକି ରହିଲା। ମୁଁ ଦୁଧ ଦୁଇଟାକୁ ମାଡ଼ି ବସିକି ଦଳୁଥାଏ, ଆଉ ସୀମା ମୋ ବାଣ୍ଡକୁ ହାତରେ ଧରିକି ବିଆର କଣା ସିଧାରେ ରଖିକି ମୋତେ ଉପର ଆଡ଼ୁ ଟାଣିକି ଚାପିକି ଧରିଲା। ବିଆ ବି ନାଳୁଆ ସେତେବେଳକୁ ହେଇଗଲାଣି, ଆଉ ମୋ ବାଣ୍ଡ ଯେମିତି ବିଆ ମୁହଁରେ ସେଟ୍ ହୋଇଛି, ଭସ୍ ଭାସ୍ ହେଇକି କଣା ଭିତରେ ପଶିଗଲା। ମୁଁ ଆଗରୁ ଏମିତି କେତେ ହଲେଇଛି, ହେଲେ ବିଆରେ ପଶିଲା ବେଳକୁ ଲାଗିଲା ଯେମିତି ବାଣ୍ଡ ଉପରେ କି ଗୋଟେ କଭର ଲାଗିଯାଉଛି ଆଉ ବାହାରୁଛି। ହାତରେ ହଲେଇକି ବାହାର କରିବାଠୁ କେତେ ଅଧିକ ମଜା ଆସୁଥାଏ। ସୀମାର ବିଆ ହେଲେ ମାଂସାଳିଆ ହୋଇକି କଅଁଳ କଅଁଳ ଲାଗୁଥାଏ। ସତେ ଯେମିତି ଗୋଟେ ମାଉଁସ ଗାତରେ ବାଣ୍ଡ ପଶୁଛି ଆଉ ବାନ୍ତି ହେଇଯାଉଛି, ମୋତେ ସେମିତି ଲାଗୁଥିଲା। ମୋ ବାଣ୍ଡର ମୂଳ ଜାଗାଟା ସରୁଆ, କିନ୍ତୁ ଉପର ଭାଗଟା ଛତୁ ଭଳିଆ ଜାଗାଟା ମୋଟା। ମୁଁ ସୀମାକୁ ପିଠି କରିକି ମୋ କୋଳରେ ବସେଇକି ଧରିଥାଏ।
ଏଥର ତା ଜଙ୍ଘକୁ ଦୁଇ ହାତରେ ମେଲେଇକି ବିଆକୁ ଫେଡ଼ା କଲି। ବିଆ ଠିକ୍ ମେଲେଇ ହେବା ଜାଗାରେ ବାଣ୍ଡକୁ ମେଣ୍ଢେଇଲି। ବାଣ୍ଡ ଯେମିତି ବିଆର ଗାତରେ ସେଟ୍ ହେଇକି ରହିଲା, ବିଆରେ ସରସର ହେଇକି ପଶିଗଲା। ସୀମା ଗାଣ୍ଡିକୁ ଉଠେଇକି ଟିକେ ଆଁ ଆଁ ହେଲା। ସେମିତି ମୋ ବାଣ୍ଡ ସୀମା ବିଆରେ ପଶିକି ଥାଏ, ଆଉ ମୁଁ ତାକୁ ଅଳ୍ପକି ଉପରକୁ ତଳକୁ କରିକି ହଲଉଥାଏ। କିନ୍ତୁ ସେତେବେଳକୁ ମୋ ବାଣ୍ଡ ବିଆରେ ପଶିକି ପୂରା ଲାଖ ହେଇଯାଇଥାଏ। ମାତ୍ର 3 ମିନିଟ୍ ହେବ ସୀମାକୁ ହଲେଇ ହଲେଇ ଝାଙ୍କି ଝାଙ୍କି ଗେହିଲି। ବାଣ୍ଡ ଭିତରେ ପଶିକି ଥିବାବେଳେ ସିରସିର ହେଇକି ବିଆ ଭିତରେ ହିଁ ସବୁ ମାଲ ବାହାରିଗଲା। ଆଉ ମୁଁ ଛାନିଆ ହେଇକି ସେମିତି ସୀମାକୁ କୁଣ୍ଢେଇକି ଧରିକି ଗେହି ଚାଲିଥାଏ। ସାଙ୍ଗମାନେ, ଯଦି ଏଇଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଏବେ ହିଁ ଭିଡ଼ିଓର ତଳେ ଥିବା ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରି ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ସେତେବେଳକୁ ମୋତେ ମୋ ବାଣ୍ଡକୁ ବିଆରୁ ବାହାର କରିବାକୁ ଜମା ଇଚ୍ଛା ହେଉନଥାଏ। ମୁଁ ଜାଣିକି ବାଣ୍ଡକୁ ବାହାର କରିବାକୁ ଚେଷ୍ଟା କରୁଥାଏ, କିନ୍ତୁ ମୋତେ କଷ୍ଟ ହେଉଥାଏ। ବାଣ୍ଡ ପୂରା ଫୁଲିକି ବିଆରେ ଚାପି ହୋଇକି ରହିଥାଏ। 1 ମିନିଟ୍ ପରେ ମୁଁ ବିଆକୁ ମେଲେଇକି ଧରିକି ଧୀରେ ଧୀରେ ବିଆରୁ ଟାଣିକି ବାଣ୍ଡକୁ ବାହାର କଲି। ତାପରେ ମୁଁ ମୋ ବାଣ୍ଡକୁ ଚିପିକି ବଳକା ପାଣି ବାହାର କରିବା ଭିତରେ ସୀମା ଯାଇକି ମୁତିଲା ଆଉ ବିଆକୁ ମେଲେଇକି ବିଆ କଣାରେ ଆଙ୍ଗୁଠି ପସେଇକି ମୁଁ ଛାଡ଼ିଥିବା ରସକୁ ବାହାର କରିଲା। ତାପରେ କିଛି ସମୟ ପରେ ଆମେ 2 ଜଣ ସେଇ ଜାଗାରୁ ବାହାରି ଆସିଲୁ। ଆମେ ଆସିକି ଫଙ୍କସନରେ ବସିଲୁ। ଆଉ ସୀମା ମୋତେ ପଚାରୁଥାଏ ଯେ ତୋର ଭିତରେ କେମିତି ରହିଗଲା, ଆଉ ଯଦି ବାହାରି ନଥାନ୍ତା କ'ଣ କରିଥାନ୍ତେ? ମୁଁ କହିଲି କୁକୁର ଭଳିଆ ଗଣ୍ଠି ପକାଇକି ବୁଲୁଥାନ୍ତେ। ସୀମା କହିଲା ଛି ଛି ଦୁଷ୍ଟ। ମୁଁ କହିଲି ଏହି ଭଲ ପାଇବା ଆମ ଭିତରେ ଥାଉ, ଯେବେ ଇଚ୍ଛା ହେବ ଦୁହିଁଙ୍କ ଖୁସିରେ କାମରେ ଲାଗିବ। ସାଙ୍ଗମାନେ, ଯଦି ଏହିଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଏବେ ହିଁ ଭିଡ଼ିଓର ତଳେ ଥିବା ସବସ୍କ୍ରାଇବ୍ ବଟନକୁ କ୍ଲିକ୍ କରି ଭିଡ଼ିଓକୁ ଲାଇକ୍ ଗୋଟେ କରିଦିଅନ୍ତୁ, ଯାହାଫଳରେ ମୁଁ ଯେକୌଣସି ଭିଡ଼ିଓ ପୋଷ୍ଟ କରିବି ଆପଣମାନେ ସର୍ବପ୍ରଥମେ ଦେଖିପାରିବେ।